କାକରା ପିଠା ବନେଇବା ବି ବହୁତ ସହଜ ହେଇଗଲାଣି। ସୁଜି ଅଟା ମିକ୍ସ କାକରା, ସୁଜି କାକରା, ଅଟା କାକରା ଏମିତି ବହୁତ ପ୍ରକାର କାକରା ହେଲାଣି। ଆଜି ମୁଁ ଆପଣମାନଙ୍କ ସହ ଅଟା କାକରାର ରେସିପି ସେୟାର କରିବି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଦେଖିବାକୁ ବହୁତ ନରମ ଆଉ ଖାଇବାକୁ ବହୁତ ଟେଷ୍ଟି। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏହି ନୂଆ ରେସିପିଟିକୁ। ଅଟା କାକରା ବନେଇବା ପାଇଁ ଏଠି ମୁଁ ଅଟା ନେଇଛି। ଅଟା ମୁଁ ଏଠି ମାପରେ 2 କପ୍ ଅଟା ନେଇଛି। କପ୍ଟା ଟିକେ ବଡ଼ ସାଇଜ୍ର ଅଛି। 2 କପ୍ ଅଟା ମାନେ 300 ଗ୍ରାମରୁ ଅଧିକ ଟିକେ ହେବ, ଅଧିକା ହେବନି, ମାନେ 300 ଗ୍ରାମରୁ ଅଧିକା ହେବ ଟିକେ। ତାପରେ ଏଠି ମୁଁ ଚିନି ନେଇଛି 100 ଗ୍ରାମ, ଗୁଡ଼ ବି 100ରୁ 150 ଗ୍ରାମ ନେଇଛି, ଗୋଟେ ନଡ଼ିଆର କୋରା ନେଇଛି। ତାପରେ ଯାହା ବି ଆମକୁ ଲାଗିବ କାକରା ପିଠା ପାଇଁ ସବୁ ଆମେ ଦେଖିବା ଭିଡ଼ିଓରେ। ପ୍ରଥମେ ପୁର ତିଆରି କରିବା, ନଡ଼ିଆ ପୁର। ସେଥିପାଇଁ ଗୋଟିଏ କଡ଼େଇ ବସାଇଦେବା। ସେଥିରେ ମୁଁ ଅଳ୍ପ ଟିକେ ପାଣି ଦେଇଦେଲି, କାହିଁକିନା ଯେତେବେଳେ ଚିନି ମୁଁ ଏଥିରେ ପକାଇବି ତ ଚିନିଟା ଯେମିତି ପୋଡ଼ିବନି। ସେଥିପାଇଁ ତାପରେ ଅଳ୍ପ ଟିକେ ପାଣି ଦେଲା ପରେ ଗରମ ହେଇଗଲା ପରେ ସେଥିରେ ମୁଁ ଚିନି ଆଡ଼୍ କରିଦେଲି। 100 ଗ୍ରାମ ଚିନି ନେଇଥିଲି, ସବୁତକ ମୁଁ ଆଡ଼୍ କରିଦେଲି। ଆପଣ ଯେତିକି ମିଠା ଖାଉଛନ୍ତି ସେହି ହିସାବରେ ଚିନି ଆଡ଼୍ କରିପାରିବେ। ଚିନିକୁ ଅଳ୍ପ ଟିକେ ଏମିତି 2 ମିନିଟ୍ ମେଲ୍ଟ ହେବା ପାଇଁ ଦେବା। ଯେତେବେଳେ ଚିନି ମେଲ୍ଟ ହେଇଯିବ ସେଥିରେ କୋରା ହୋଇଥିବା ନଡ଼ିଆ ପକାଇଦେବା। ଅଳ୍ପ ସମୟ ଏମିତି ଭାଜିବା। ତାପରେ କିଛି ଗୁଜୁରାତିକୁ ମୁଁ ଏଠି ନେଇଛି, ଗୁଣ୍ଡ କରିଦେଇଛି। ଗୁଣ୍ଡ କରି ରଖିଥିବା ଗୁଜୁରାତିକୁ ସେଥିରେ ପକାଇଦେବା। ଅଳ୍ପ ସମୟ ଏମିତି ଭାଜିବା, ଛାଡ଼ିଦେବା। 2-3 ମିନିଟ୍ ଏମିତି ଭାଜିବା, ଯେମିତିକି ଭଲ ଭାବରେ ପୁରଟା ତିଆରି ହେଇଯିବ। ତାପରେ ଅନ୍ୟ ପଟରେ ମୁଁ କଡ଼େଇ ଗରମ କରିଦେଲି। ସେଥିରେ ମୁଁ 2 କପ୍ ପାଣି ଦେଇଛି। ମେଜରମେଣ୍ଟ ହିସାବରେ ମୁଁ ଏଠି କମ୍ ପାଣି ଦେଇଛି, କାହିଁକିନା ମୁଁ ପ୍ରଥମ ଥର ତିଆରି କରୁଛି, ସେଥିପାଇଁ ବୋଲି ପାଣି ଟିକେ କମ୍ ହେଇଗଲା। ଅଳ୍ପ ଟିକେ ପାନ ମଧୁରୀ ପକାଇବା। ଆଉ ଯେଉଁ ଗୁଡ଼ ନେଇଥିଲେ ସେ ଗୁଡ଼କୁ ଆଡ଼୍ କରିଦେବା। ତାପରେ ଅଳ୍ପ ଟିକେ ଲୁଣ ସ୍ୱାଦ ଅନୁସାରେ, ପିଠାରେ ତ ଲୁଣ ପଡ଼ିଥାଏ। ତାପରେ ଏଠି ମୁଁ 1 ଚାମଚ ଘିଅ ପକାଇଦେଲି। ପାଣିକୁ ପୁରା ଏକଦମ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ଯେତେବେଳେ ଗୁଡ଼ ଭଲ ଭାବରେ ମେଲ୍ଟ ହେଇଯିବ ତାପରେ ଅଟାକୁ ଏଠି ପକାଇବା। ମୁଁ ଏଠି ଗୋଟେ ଭୁଲ କରିଦେଲି ଯେ ଅଟା ସବୁତକ ଗୋଟେ ଥରରେ ପକାଇଦେଲି। ଅଳ୍ପ ଅଳ୍ପ କରି ପକାଇଥିଲେ ଜଣାପଡ଼ିଥାନ୍ତା କେତିକି ଅଟା ପଡ଼ିବ। ତେଣୁ ଭଲ ଭାବରେ ଏଠି ଘାଣ୍ଟିବା ପାଇଁ ମୁଁ ଏଠି ଅଟାକୁ ଛାଡ଼ିଦେଲି। ଭଲ ଭାବରେ ଏମିତି ଘାଣ୍ଟି ଘାଣ୍ଟି ଦେଖିଲି ଟିକେ ଶୁଖିଲା ହୋଇଗଲା ଅଟା, କାହିଁକିନା 2.5 କପ୍ ପାଣି ଦେଇଥିଲେ ଭଲ ଭାବରେ ହେଇଥାନ୍ତା। ତାପରେ ଏଠି ମୁଁ ଗୋଟେ ଜାଗାକୁ ବାହାର କରିଦେଲି, ମାନେ ଥାଳିକୁ ବାହାର କରିଦେଲି ସବୁତକ ଅଟା। ବାହାର କରିକି ତେଲ ହାତ ହୋଇକି, ତେଲ ଟିକେ ହାତରେ ପକାଇକି ଏମିତି ତେଲ ହାତ ହୋଇକି ଭଲ ଭାବରେ ଏମିତି ଅଟାକୁ ଚକୁଡ଼ି ଦେଲି। ଯେତେବେଳେ ବି ଆପଣ ଶୁଖିଲା ଲାଗିବ, ମାନେ ଯେତେବେଳେ ଶୁଖିଲା ଲାଗିବ ସେତେବେଳେ ଅଳ୍ପ ଟିକେ ପାଣି ହାତ ହୋଇକିରି ଅଟାକୁ ଚକୁଡ଼ିଲେ ବି ହେଇଯିବ। ତାପରେ ଏଠି ମୁଁ ଏମିତି ଗିନା ଭଳିଆ କରିଦେଲି ଅଟା ଗୋଳାକୁ। ତାପରେ ଏଥିରେ ମୁଁ ନଡ଼ିଆ ପୁର ଯେଉଁ ବନେଇଥିଲି ସେ ନଡ଼ିଆ ପୁରକୁ ଦେଇଦେଲି। ଭଲ ଭାବରେ ଆକୁ ପିଠାଟାକୁ ଗଢ଼ିଦେଲି, ଯେମିତିକି ବିଲକୁଲ ବି ଫାଟିବନି, କିଛି ନାହିଁ, ମାନେ ମଝିରେ କିଛି ବି ରହିବନି ଦାଗ। ଭଲ ଭାବରେ ଏମିତି ଏପଟ ସେପଟ କରିକିରି ପିଠାକୁ ଭଲ ଭାବରେ ଗଢ଼ିଦେଲି। ସବୁତକ ପିଠାକୁ ଏମିତି ଗଢ଼ିଦେବା ଯେମିତିକି ପ୍ରଥମରୁ ଗଢ଼ିଥିଲି। ଅନ୍ୟ ପଟରେ କଡ଼େଇ ଗରମ ହେବା ପାଇଁ ଛାଡ଼ିଦେବା। ସେଥିରେ ତେଲ ପକାଇକି ଯେତେବେଳେ ତେଲ ଭଲ ଭାବରେ ଗରମ ହେଇଯିବ ସେଥିରେ ଆମେ ପିଠାକୁ ଏମିତି ଛାଡ଼ିବା। ଗୋଟିଏ ଥରରେ 3ରୁ 4ଟା ପିଠା ପଡ଼ିବ। ଯଦି ଅଧିକ ତେଲ ହେଇଥିବ ତାହେଲେ 5ଟି କାକରା ପିଠା ଛାଣି ହେଇପାରିବ। ତ ପିଠାକୁ ଏମିତି 4ରୁ 5 ମିନିଟ୍ ପର୍ଯ୍ୟନ୍ତ ଏପଟ ସେପଟ କରିକି ପୁରା ଭାଜିବା, ଯେମିତିକି ତା'ର କଲର୍ ଚେଞ୍ଜ ହେଇଯିବ ଆଉ ଭଲ ଭାବରେ ପିଠାଟା ସିଝିଯିବ। 2ରୁ 3 ଦିନ ପର୍ଯ୍ୟନ୍ତ ଯେମିତିକି ଭଲ ଭାବରେ ରହିବ ଷ୍ଟୋର୍ ହେଇକି, ସେମିତି ଭାଜିଦେବା। ଦେଖନ୍ତୁ ପିଠାଟା କେତେ ସୁନ୍ଦର ଭାବରେ ଗଢ଼ି ହେଇଯାଇଛି ଆଉ ଭଲ ଭାବରେ ଭାଜି ବି ହେଇଛି। ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବେ ଜଣାଇବେ। ଦେଖିବାକୁ ସଫ୍ଟ ହେଇଛି, କିନ୍ତୁ ଏବେ ଜଣାପଡ଼ୁନି କେମିତି ହେଇଛି। ଅଳ୍ପ ସମୟ ରହିଲା ପରେ ଯେତେବେଳେ ଥଣ୍ଡା ହେବ ସେତେବେଳେ ସଫ୍ଟ ହେଇକି ବାହାରିବ। ତ ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।